हे बाया बाबा मनर देवता हृदय रे विराजित हे बाया बाबा मनर देवता हृदय रे विराजित तुमारी मध्यरे निगमानंदंकु तुमारी मध्यरे निगमानंदंकु भाबुथाए सत्य सत्य हे बाया बाबा मनर देवता हृदय रे विराजित हे बाया बाबा मनर देवता हृदय रे विराजित तुमे अभिराम श्री मधुसूदन तुमे बाबा वैकुंठ गुरु अनुकूल तुमे शिवानंद गुरु अनुकूल तुमे शिवानंद चिदानंद एक तत्व हे बाया बाबा मनर देवता हृदय रे विराजित तत्वमसि रूपे भाबुछि तुमकु जोगानंदंकर चित्त तुमे बुला राम श्री गणेश दास तुमे बुला राम श्री गणेश दास कुशपुर बुद्धनाथ हे बाया बाबा मनर देवता हृदय रे विराजित जय गुरु नामे चिंते सदगुरु भावे मु प्रभु अनंत हे शिशु अनंत बलराम दास हे शिशु अनंत बलराम दास जशवंत जगन्नाथ हे माया बाबा मनर देवता हृदय रे विराजित तुमे साई राम तुमे आत्मा राम संसारे गुरु विख्यात हे अच्युतानंद सर्वे एक शून्य हे अच्युतानंद सर्वे एक शून्य बलिया चिंते अच्युत हे माया बाबा मनर देवता हृदय रे विराजित हे बाया बाबा मनर देवता हृदय रे विराजित तुमारी मध्यरे निगमानंदंकु तुमारी मध्यरे निगमानंदंकु भाबुथाए सत्य सत्य हे बाया बाबा मनर देवता हृदय रे विराजित हृदय रे विराजित हृदय रे विराजित আজি गोटे स्पर्श अस्पृश्यर भावना यही संबंध रे किछि कथा प्रथमे कहबी। गत काली ठाकुर अभिरामकर गोटे पद आम समस्तंकु सूचई देइथला रजक विषय रे। रजक भितरे की पवित्रता अच्छी जो पवित्रता को नहीं
ତମ ଅସ୍ପୃଶ୍ୟ ଲୁଗାକୁ ସେ ଛୁଇଁଦେଲେ ବା ସଫା କରିଦେଲେ ସେ ଲୁଗା ପବିତ୍ର ହେଇଯାଉଛି। ତେବେ ରଜକ ଜଣେ ଅପବିତ୍ର ମଣିଷ ବୋଲି ଆମେ ଭାବୁଛେ କାହିଁକି? ଇଏ ହେଉଛି ମନର ଗୋଟେ ଗ୍ଲାନି। ଏହା ଯେପରି ସେମିତି ଆଜି ଆଉ ଗୋଟିଏ କଥା ସେ କହିଲେ, ଆପଣମାନେ ବର୍ତ୍ତମାନ ଯେଉଁ ପ୍ରକାରର ମଳମୂତ୍ର ତ୍ୟାଗ କରିବା ପାଇଁ ଲାଟ୍ରିନ୍ ବ୍ୟବହାର କରୁଛନ୍ତି, ପାଇଖାନା ବ୍ୟବହାର କରୁଛନ୍ତି, ଆମ ପିଲାବେଳେ ବା ବହୁ ବର୍ଷ ପର୍ଯ୍ୟନ୍ତ ଯେ ମେହେନ୍ତର ମାନେ ପାଇଖାନା ସଫା କରୁଥିଲେ, ଆମେ ତାଙ୍କୁ ମେହେନ୍ତର ବା ହାଡ଼ି ବୋଲି କହି ଘୃଣା କରୁଥିଲୁ। ସେ ଆମରି ମଳମୂତ୍ର ସଫା କରୁଥିଲେ, ତାଙ୍କୁ ଆମେ ମେହେନ୍ତର ବୋଲି କହୁଥିଲୁ। ଠାକୁର ଅଭିରାମ ଏଠି ଗୋଟିଏ ପଦରେ ଚେତେଇ ଦେଲେ ଯେ ଆମ ମଳମୂତ୍ରକୁ ପ୍ରଥମେ କିଏ ସଫା କରୁଥିଲା? ଆମ ବାପା କିମ୍ବା ଆମ ମା କିମ୍ବା ଆମ ଘରର ଆଈ ବା ଭଉଣୀ, ଏଇମାନେ ହିଁ ସଫା କରୁଥିଲେ। ତାହେଲେ ମେହେନ୍ତର ସଫା କଲାବେଳେ ତାକୁ ଆମେ ଅସ୍ପୃଶ୍ୟ ବୋଲି ଭାବୁଛୁ, କିନ୍ତୁ ଯେଉଁମାନେ ମେହେନ୍ତର କାର୍ଯ୍ୟ ଆମ ଜୀବନର ପ୍ରଥମ ପାବଚ୍ଛରେ ବା ପ୍ରଥମ ସୋପାନରେ କରିଥିଲେ, ଆମେ ତାଙ୍କୁ ପୂଜା କରୁଛୁ। ତେଣୁ ସ୍ପର୍ଶ ଅସ୍ପୃଶ୍ୟ ଭାବନା ହେଉଛି ମଣିଷ ମନର ଗୋଟାଏ ଗୋଟାଏ କଳା ବାଦଲ। ଆକୁ ମଣିଷ ହିଁ ତିଆରି କରିଛି। ତେଣୁ ବିପ୍ଳବୀ ସନ୍ଥମାନେ ଏସବୁ କଥା ଉପରେ ସେମାନେ ବିଷ ଉଦ୍ଗାର କରିଛନ୍ତି, ନା ଏହା କଦାପି ନୁହେଁ। ଠାକୁର ଅଭିରାମ ଲେଖିଲେ, ମାତା ଯେଉଁ ପରି ପୁତ୍ରର ମଳମୂତ୍ର ପୋଛଇ, ମେହେନ୍ତର ସେହି ପରାଏ ଶୁଣ ସକଳ ଭାଇ। ମାତା ଯେଉଁ ପରି ପୁତ୍ରର ମଳମୂତ୍ର ସେହି ଏଠି ମେହେନ୍ତର ମାନଙ୍କୁ, ଏବେ ତ ଆଉ ମେହେନ୍ତର ମାନ ସଫା କରୁନାହାନ୍ତି, କିନ୍ତୁ ସଫା ନ କଲେ ବି ତାଙ୍କ ପ୍ରତି ଆମର ଅସ୍ପୃଶ୍ୟ ଭାବନା ଏବେ ମଧ୍ୟ ରହିଛି। ତେଣୁ ଏଇ କଥାକୁ ଆପଣମାନେ ମନେ ପକାଇ ଅନ୍ତତଃ ଛୁଇଁଲେ ପାପ, ଏଇ ଯେଉଁ ଭାବନା, ସେଥିରୁ ଦୂରେଇ ଆସିବା ଉଚିତ। ଆଜି ବାୟାଙ୍କର ଗୋଟିଏ ବାଣୀ, ବାୟା ଆଜି କହୁଛନ୍ତି, ଦିନେ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନ ଘରକୁ ଯାଇଥିଲେ, ଶାନ୍ତିଦୂତ ହେଇ ଯାଇଥିଲେ। ଭଗବାନ ଶ୍ରୀକୃଷ୍ଣ ଯେଉଁ ଶାନ୍ତି ଦୂତ ହେଇ ଯାଇଥିଲେ, ଦୁର୍ଯ୍ୟୋଧନ ସେତେବେଳେ ଗୋଟେ ଭାରତବର୍ଷର ବା ତତ୍କାଳୀନ ବିଶ୍ୱର ସେ ଗୋଟେ ସମ୍ରାଟ ଭଳି କାମ କରୁଥିଲା। ଯଦିଓ ସେ ଯୁବରାଜ ଥିଲା, କିନ୍ତୁ ତାର କାର୍ଯ୍ୟ ଉପରେ ରାଜା ଧୂତରାଷ୍ଟ୍ର କିଛି ହସ୍ତକ୍ଷେପ କରୁନଥିଲେ। ସେ ଏକାନ୍ତ ଚକ୍ରବର୍ତ୍ତୀ ଭାବରେ ସେ ରାଜ୍ୟ ଶାସନ କରୁଥିଲା। ଯେତେବେଳେ ଭଗବାନ କୃଷ୍ଣ ତାଙ୍କ ଘରକୁ ଗଲେ ବା ତାଙ୍କ ରାଜପ୍ରାସାଦକୁ ଯାଉଛନ୍ତି,
କିଛି ଶାନ୍ତି ଚୁକ୍ତିର ପ୍ରସ୍ତାବ ନେଇ ଯାଉଛନ୍ତି, ସେତେବେଳେ ଦୁର୍ଯ୍ୟୋଧନ ଘରେ ଖାଇବା ପିଇବା, କୃଷ୍ଣଙ୍କର ବସିବା ରହିବା ଶୋଇବା ସବୁ କଥା ଉପରେ ତତ୍ପରତା ପ୍ରକାଶ ପାଇଛି। କିଛି ଅଭାବ ନାହିଁ, ଖାଦ୍ୟ ପେୟର କିଛି ଅଭାବ ନାହିଁ। କିନ୍ତୁ ଦୁର୍ଯ୍ୟୋଧନକୁ ଏଭଳି ଏକ ବ୍ୟବହାର ତାଙ୍କୁ ଦେଖେଇଲା, ଯେଉଁ ବ୍ୟବହାରଟି କୁ ମାଧ୍ୟମ କରି, ଯେଉଁ ବ୍ୟବହାର ତାକୁ ଆଳ କରି ଭଗବାନ କୃଷ୍ଣ ଦୁର୍ଯ୍ୟୋଧନ ଉଆସ ଛାଡ଼ିକିରି ଚାଲି ଆସିଲେ। ଚାଲି ଆସିବା ପରେ ସେ ପହଞ୍ଚିଲେ ବିଦୁରଙ୍କ ଘରେ। ଏହି ପ୍ରସଙ୍ଗଟି ଭିନ୍ନ ଭିନ୍ନ ଭାବରେ ଭିନ୍ନ ଭିନ୍ନ ମତାବଲମ୍ବୀ ମାନେ ମତ ଦେଇଛନ୍ତି। ବଳିଆ ମଧ୍ୟ ତାକୁ ଅନ୍ୟ ଭାବରେ କହେ, ସଭା ସମିତିରେ କହେ, କିନ୍ତୁ ଏଠି ବାୟା ଯାହା କହିଛନ୍ତି ସେଇ କଥାଟା କହୁଛି। ଯେତେବେଳେ ଭଗବାନ କୃଷ୍ଣ ଯେତେବେଳେ ଦୁର୍ଯ୍ୟୋଧନର ସଭାମଣ୍ଡପକୁ ଛାଡ଼ି ପଳେଇ ଆସିଲେ, ସେ କୋଉଠି ପହଞ୍ଚିଲେ? ବିଦୁରଙ୍କ ଘରେ ପହଞ୍ଚିଲେ। ବିଦୁର ସେତେବେଳେ କୋଉଠି ଥିଲେ? ସେ ଥିଲେ ଦୁର୍ଯ୍ୟୋଧନ ସଭା ମଞ୍ଚରେ ସେ ଥିଲେ। ଯେତେବେଳେ କୃଷ୍ଣ ପଳେଇ ଆସିଲେ, ସେ ଆସି ବିଦୁର ଘରେ ଯୋଉ ମୁହୂର୍ତ୍ତରେ ପହଞ୍ଚିଲେ, ବିଦୁରଙ୍କ ସ୍ତ୍ରୀ ସେ ସ୍ନାନ କରୁଥିଲା, ଗାଧୋଉଥିଲା। ଯେତେବେଳେ ସେ ଗାଧୋଉଥିଲା, ସେତିକି ବେଳେ କୃଷ୍ଣ ଆସି ବିଦୁର ତ ସଭାରେ ଥିଲେ, ବିଦୁରଙ୍କ ସ୍ତ୍ରୀର ନାଁ ଧରି ଡାକିଲେ। ବିଦୁରଙ୍କ ସ୍ତ୍ରୀ ଭାବିଲେ, ଏ ତ ସେ ଜାଣିପାରିଲେ, ଭାବିଲେ ନୁହଁ, ଜାଣିପାରିଲେ ଇଏ ଡାକ ହେଉଛି ଭଗବାନ କୃଷ୍ଣଙ୍କର। ସେ ତ ବହୁତ କୃଷ୍ଣଙ୍କୁ ଭଲ ପାଉଥିଲେ, ତେଣୁ ସେ ଯୋଉ ଅବସ୍ଥାରେ ଗାଧୋଉଥିଲେ ସେଇ ଅବସ୍ଥାକୁ ନେଇକିରି ସେ କୃଷ୍ଣଙ୍କ ପାଖକୁ ଧାଇଁ ଆସିଲେ ତନ୍ମୟ ହେଇ। ସେତେବେଳେ ବିଦୁରଙ୍କ ସ୍ତ୍ରୀଙ୍କ ଦେହରେ ଲୁଗା ନଥିଲା। ଯେତେବେଳେ ଭଗବାନ କୃଷ୍ଣ ଦେଖିଲେ ଯେ ବିଦୁରଙ୍କର ସ୍ତ୍ରୀ ଏଇଭଳି ଭାବରେ ମୋ ଡାକ ଶୁଣି ପଳେଇ ଆସୁଛନ୍ତି, ତାଙ୍କ କାନ୍ଧରେ ଯେଉଁ ଉତ୍ତୁରୀଟି ଥିଲା କୃଷ୍ଣଙ୍କ ସ୍କନ୍ଧରେ, ସେ ଉତ୍ତରୀଟିକୁ ବିଦୁରଙ୍କ ସ୍ତ୍ରୀଙ୍କ ଦେହକୁ ପକେଇ ଦେଲେ। ତାପରେ ବିଦୁର ସ୍ତ୍ରୀ କ'ଣ କଲେ ନା, କୃଷ୍ଣଙ୍କୁ ବସିବାକୁ କହି ଦୌଡ଼ିକିରି ଗଲେ। ଗୋଟିଏ କଦଳୀ କାନ୍ଦି ଗଛରେ ପାଚିଥିଲା, ସେ କଦଳୀ କାନ୍ଦିଟିକୁ ଆଣି ତାଙ୍କ ପିଣ୍ଡା ବା ବାରଣ୍ଡାରେ ରଖିଲେ। ଗୋଟି ଗୋଟି କରି କଦଳୀଟାକୁ ଖାଇବାକୁ ଦେଲେ। ତେଣେ ବିଦୁର ଖୋଜୁଛି କୃଷ୍ଣ ଗଲେ କୁଆଡ଼େ, କାଳେ ମୋ ଘରକୁ ପଳେଇଲେ କି? ସିଏ ଖୋଜି ଖୋଜି ଆସି ଯେତେବେଳେ ତାଙ୍କ ଘରେ ଦେଖିଲେ କୃଷ୍ଣ ବସିଛନ୍ତି, କଦଳୀ ଗୁଡ଼ିକ ଗଦା ହେଇଛି, ଚୋପା ଗୁଡ଼ିକ ଥୁଆ ହେଇଛି। ଚୋପା ନାହିଁ, କଦଳୀ କିନ୍ତୁ ଗଡୁଛି। ଇଏ ଦୃଶ୍ୟ ଦେଖି ବିଦୁର ତାଙ୍କ ସ୍ତ୍ରୀଙ୍କୁ ଅତି ଗାଳି ଦେଲେ। କହିଲେ, ତୁମେ କୃଷ୍ଣଙ୍କୁ କଦଳୀ ଖୁଆଉଛ, ବହୁତ ଭଲ କଥା,
କିନ୍ତୁ କଦଳୀ ଗୁଡ଼ିକ ତ ଥୁଆ ହେଇଛି ଘରେ ଗଡ଼ୁଛି, ସେ ଚୋପା ଗୁଡ଼ିକ ନାହିଁ ମାନେ ତମେ କୃଷ୍ଣକୁ ଚୋପା ହିଁ ଖୁଆଇଛ। ବିଦୁର ଏ ପାଖରେ ଗାଳି ଦଉଛନ୍ତି ତାଙ୍କ ସ୍ତ୍ରୀଙ୍କୁ, କିନ୍ତୁ ଭଗବାନ କୃଷ୍ଣ ଏତେ ଦୟାଳୁ ସେ କିନ୍ତୁ ହସୁଛନ୍ତି। ତେଣୁ ବାବା କହିଲେ ଭକ୍ତର ଭାବନା, ଭକ୍ତ ପାଇଁ ଭଗବାନଙ୍କର ହୃଦୟ ଏଇଭଳି ଉଦାର। ସେ କେତୋଟି ପଦ କହିଲେ, ଭକତ ଅଟଇ ମୋହର ସମ୍ବଳ, ଭକ୍ତ ଅଟେ ମୋର ଜୀବର ଜୀବନ, ଭକତ ମୋହର ଭକ୍ତ ଅଟେ ମୋ ଜୀବନ, ଭକ୍ତ ଦେଲେ ବିଷ କରଇ ମୁଁ ପାନ, ଭକ୍ତ ଦେଲେ ବିଷ କରଇ ମୁଁ ପାନ, ଅଭକ୍ତର ସୁଧା ନକରେ ଗ୍ରହଣ, ଅଭକ୍ତର ସୁଧା ନକରେ ଗ୍ରହଣ, ଭକତ ଅଟଇ ମୋହର ସମ୍ବଳ, ଭକ୍ତ ଅଟେ ମୋର ଜୀବର ଜୀବନ, ଭକତ ଅଟଇ ମୋହର ଭକ୍ତ ଭକ୍ତ ମୋର ଜୀବର ଜୀବନ। ଯଦି ଭକ୍ତ ମୋତେ ବିଷ ଦିଏ ମୁଁ ତାକୁ ଗ୍ରହଣ କରେ, ମୁଁ ତାକୁ ଶ୍ରଦ୍ଧାରେ ସେ ବିଷକୁ ବି ପାନ କରେ। ଯିଏ ଅଭକ୍ତ ସେ ଯଦି ଅମୃତ ମୋତେ ଦିଏ ମୁଁ ତାକୁ ଗ୍ରହଣ କରେ ନାହିଁ। ଏ ହେଉଛି ଗୋଟିଏ ମହାନ କଥା। ତେଣୁ ଆପଣମାନେ ଶ୍ରଦ୍ଧାରେ ଖାଲି ଭଗବାନ, ଆପଣମାନେ ଯେ ଭଗବାନଙ୍କୁ କ'ଣ ଦେବେ ସେ କଥା ମୁଁ କହୁନି, ଯାହାକୁ କିଛି ଦେବେ, ଯାହାକୁ ଦେବେ ଆପଣ ଭାବିବେ ମୁଁ ମୋର ଇଷ୍ଟଙ୍କୁ ଦଉଛି କିମ୍ବା ମୋର ଗୁରୁଙ୍କୁ ଦଉଛି। ଧରନ୍ତୁ ଗୋଟିଏ ଭୋକିଲା ଲୋକକୁ ଖାଇବାକୁ ଦେବେ, ଆପଣ ଭାବିବେ ମୋର ଇଷ୍ଟ ଏବଂ ମୋର ଗୁରୁ ଏଇ ଭୋକିଲା ଲୋକ ଭିତରେ ଅଛନ୍ତି। ମୁଁ ଯାହା ତାଙ୍କୁ ଖାଇବାକୁ ଦେବି ଶ୍ରଦ୍ଧାରେ ଦେବି, ଭକ୍ତିରେ ଦେବି, ନିଷ୍ଠାରେ ଦେବି। ଆଉ ମୋ ଘରେ ଅଇଁଠା ଖାଦ୍ୟ ଗୁଡ଼ାଏ ବଳି ପଡ଼ିଛି, ବାସି ଖାଦ୍ୟ ପୁଳାଏ ବଳି ପଡ଼ିଛି, ଏ ଭିକାରୀଟା ଆସିଲାଣି, ଦିଅ ତାକୁ ଦେଇଦିଅ, ନେଇଯାଇ ତାର ସେ ଘରେ ଖାଇବ। ଏହା ସାମାନ୍ୟତମ ପୁଣ୍ୟ ଫଳିବ ନାହିଁ। ତେଣୁ ଆପଣମାନଙ୍କୁ ମନେ ରଖିବାକୁ ପଡ଼ିବ, କେତେବେଳେ କାହାକୁ ଗୋଟେ ବସ୍ତ୍ର ଦେବେ, କି କମଳଟିଏ ଦେବେ, କି ଚାଦରଟିଏ ଦେବେ, କି ସୁଟରଟିଏ ଦେବେ, ଶ୍ରଦ୍ଧାରେ ଦିଅନ୍ତୁ। ଆପଣ ଭାବି ନେବେ ସିଏ ଘୋଡ଼େଇ ହେଉନି, ମୋ ଠାକୁରଙ୍କୁ ମୋ ଗୁରୁଙ୍କୁ ମୁଁ ଘୋଡ଼େଇ ଦେଉଛି। ଏଇଭଳି ଭାବରେ ଆପଣମାନଙ୍କର ଦାନ ଓ ଯତ୍ନ ଇଏ ସବୁ ରହିବା ଦରକାର। ଭଗବାନ କୋଉଠି ଅଛନ୍ତି? ସିଏ ଆମେ ଭାବୁଛୁ କେବଳ ମନ୍ଦିରରେ ଅଛନ୍ତି, ଏ କଥାଟା ଭାବି ଦେଉଛୁ। ନାଇଁ, ସେ ମନ୍ଦିରରେ ଅଛନ୍ତି, ସେଥିରେ କିଛି ଭୁଲ ନାହିଁ, କିନ୍ତୁ ସିଏ ପ୍ରକୃତରେ ଜୀବନ୍ତ ଭାବରେ ଅଛନ୍ତି ଆମ ହୃଦୟରେ।
ଆମ ମନରେ ଆମ ପ୍ରାଣରେ ଏଇ ମନ ପ୍ରାଣ ହୃଦୟର ଦେବତାଙ୍କୁ ଭଲ ପାଅ। ଯେଉଁ ଇଷ୍ଟାର୍ଘ୍ୟ କଥା ବଳିଆ ଆପଣମାନଙ୍କୁ ବହୁତ ଥର କହିଛି, ଇଷ୍ଟାର୍ଘ୍ୟ କହିଲେ କେବଳ ଇଷ୍ଟଙ୍କର ପୂଜନ ପାଇଁ, ଫୁଲ ଚନ୍ଦନ ପାଇଁ ଯିଏ ଦାନ କରେ ସିଏ ହେଉଛି ଇଷ୍ଟାର୍ଘ୍ୟ। ସିଏ ଇଷ୍ଟାର୍ଘ୍ୟର ଗୋଟିଏ ଅଂଶ। ଆଉ ଗୋଟିଏ ଅଂଶ ହେଉଛି ଅନେକ ଲୋକଙ୍କର ଭୋଜନ, ସେମାନେ ପ୍ରସାଦ ପାଇବେ। ସେ କହିଛନ୍ତି ଭାଗବତରେ, ଜୀବକୁ ଭୁଞ୍ଜାଇ ଭୁଞ୍ଜଇ। ତେଣୁ ସେଇମାନଙ୍କ ଭିତରେ ଭଗବାନ ପ୍ରକୃତରେ ଖାଉଛନ୍ତି। ଇଏ ହେଲା ଗୋଟିଏ ଦିଗ। ଆଉ ଇଷ୍ଟାର୍ଘ୍ୟ କିଏ? ବୟସ୍କ ବୁଢ଼ା ବୁଢ଼ୀ ମାନେ, ନିରାଶ୍ରୟ ବୟସ୍କ ବୁଢ଼ା ବୁଢ଼ୀ ମାନେ ଯଦି ଅଛନ୍ତି, ତାଙ୍କ ପାଇଁ ଆମେ ଯଦି ଇଷ୍ଟାର୍ଘ୍ୟ ଦେବା, ସେ ଇଷ୍ଟାର୍ଘ୍ୟ ନିଶ୍ଚିତ ତାଙ୍କର ଔଷଧ ବା ତାଙ୍କର ଖାଦ୍ୟପେୟରେ ନିଶ୍ଚିତ ଭାବରେ ଲାଗିବ। ଏହାଠାରୁ ବଳି ବଡ଼ ପୁଣ୍ୟ କ'ଣ ଅଛି? ଯଦି ଆଶ୍ରମରେ ପିଲାମାନେ ଅଛନ୍ତି, ବିଦ୍ୟାର୍ଥୀମାନେ ଅଛନ୍ତି, ସେମାନଙ୍କୁ ଯତ୍ନ କରିବାକୁ ହେଲେ ଇଷ୍ଟାର୍ଘ୍ୟର ଆବଶ୍ୟକ ରହିଛି। ଏ ଇଷ୍ଟାର୍ଘ୍ୟ ସେମାନଙ୍କ ପାଇଁ ଖର୍ଚ୍ଚ ହେବ। ଯଦି ଗୋଶାଳା ରହିଛି, ଗାଈମାନଙ୍କ ପାଇଁ ଖର୍ଚ୍ଚ ହେବ। ଗାଈମାନେ ତାକୁ ଖାଇବେ। ସେଇ ପଦଟି ଜୀବକୁ ଭୁଞ୍ଜାଇ ଭୁଞ୍ଜଇ। ଯଦି ଗୋମାତାଙ୍କ ପରେ ଯଦି ଶ୍ୱାନ ବା ଅନ୍ୟାନ୍ୟ ପଶୁପକ୍ଷୀମାନେ ଗୋଟିଏ ଆଶ୍ରମରେ ସ୍ଥାନ ପାଇଛନ୍ତି, ସମସ୍ତଙ୍କ ପାଇଁ ଖର୍ଚ୍ଚ ହେବ। ଏବଂ ତାରି ଭିତରେ ଇଷ୍ଟଙ୍କ ପାଇଁ ଖର୍ଚ୍ଚ ହେବ, ଗୁରୁଙ୍କ ପାଇଁ ମଧ୍ୟ ଖର୍ଚ୍ଚ ହେବ। ତେଣୁ ଯଜନ ଯାଜନ ଇଷ୍ଟବୃତ୍ତି କରିରେ କାଟଇ ମହାବୀତି। ତେଣୁ ପ୍ରତ୍ୟେକ ମାସରେ ଆମେ ଆମର ଯେତିକି ସମ୍ବଳ, ସେଇ ସମ୍ବଳ ଭିତରୁ ଯେତିକି ଆମର ଶ୍ରଦ୍ଧା, ଆମେ ପ୍ରତ୍ୟେକ ମାସରେ ଯଦି ଆମ ଇଷ୍ଟ ମନ୍ଦିରକୁ ବା ଗୁରୁ ମନ୍ଦିରକୁ ପଠାଉ, ତାହେଲେ ତା ଦ୍ୱାରା କେହି ଗରିବ ହେଇଯିବେ ନାହିଁ, କିଛି ଅସୁବିଧା ହେବ ନାହିଁ, ବରଂ ଅନେକ ବିପଦରୁ ଆମେ ରକ୍ଷା ପାଇପାରିବା। ତେଣୁ ସଜ୍ଜନ, ଆଜିର କଥା ଆଉ ବିଶେଷ ଭାବରେ କହିବାକୁ ଚାହୁଁନି। ଧୀରେ ଧୀରେ ସମୟ ଅତିବାହିତ ହେଉଛି। 2021 ମସିହା ବିଦାୟ ନେବ, 2022 ମସିହା ପ୍ରବେଶ କରିବ। ତେଣୁ ଏ 2022 ମସିହା ପ୍ରବେଶ ପୂର୍ବରୁ ବଳିଆ ଆପଣମାନଙ୍କୁ ସଚେତନ ରୁହନ୍ତୁ। ଏପର୍ଯ୍ୟନ୍ତ କରୋନା, ଓମିକ୍ରନ୍ ଏସବୁ ଯାଇନାହିଁ। ତେଣୁ ସଚେତନ ରୁହନ୍ତୁ, ଇଷ୍ଟଭିମୁଖୀ ହୁଅନ୍ତୁ, ଗୁରୁଭିମୁଖୀ ହୁଅନ୍ତୁ ଏବଂ ଇଷ୍ଟାର୍ଘ୍ୟ ଅର୍ପଣ କରି ମହା ବିପଦରୁ ରକ୍ଷା ପାଆନ୍ତୁ। ବର୍ତ୍ତମାନ ଆମେ ବୈକୁଣ୍ଠଙ୍କର ସେଇ ଗୀତଟିକି ଗାଇବା, କଥା ଶେଷ କରିବା। ତ୍ରିଭଙ୍ଗ ଛନ୍ଦେ ନୃତ୍ୟ କରି ସବୁ ଚିତ
সারি দিয়ে সতী হৃদ দম্ভ ସଜ୍ଜନ ଭଗବାନ କୃଷ୍ଣ ଯେତେବେଳେ ତ୍ରିଭଙ୍ଗୀ ଛନ୍ଦରେ କଦମ୍ବ ମୂଳରେ ଯମୁନା ତଟରେ ସେ ଯେତେବେଳେ ନୃତ୍ୟ କରନ୍ତି ବା ବଂଶୀ ବାଦନ କରନ୍ତି, ସେଇ ବଂଶୀ ବାଦନର ସୁନ୍ଦର ମଧୁର ସ୍ୱରରେ ସମସ୍ତଙ୍କର ଆକର୍ଷଣ ସେଇ କୃଷ୍ଣଙ୍କ ପାଇଁ ଉଚ୍ଛନ୍ନ ହେଇ ଉଠେ, ବ୍ୟାକୁଳ ହେଇ ଉଠେ। ତା ଅର୍ଥ ସେମାନେ ବିଟପୀ ହେଇଯାଆନ୍ତି ସେ କଥା ନୁହେଁ। ସେମାନଙ୍କ ଭିତରେ କାମ ବାସନା, କ୍ରୋଧ, ଲୋଭ ଏସବୁ ଯେଉଁ ବାସନା ତାଙ୍କ ଭିତରେ ଥାଏ ସେସବୁ ଚୂନା ହେଇଯାଏ। ତେଣୁ କୃଷ୍ଣଙ୍କୁ ଏଇଭଳି ଭାବରେ ଗୋପୀମାନେ, ଗୋପାଳମାନେ, ଭକ୍ତମାନେ ତାଙ୍କୁ ପ୍ରାର୍ଥନା କରୁଥିଲେ। ମଧୁପଦ୍ୟାବଳୀ ମୁଁ ଏ ସ୍ୱର କରିପାରୁନି। କମନୀୟ ଇନ୍ଦ୍ରଧନୁ ପୁବେଇଲୁ, କେତେ କେତେ ବର୍ଣ୍ଣ ବନର କୁସୁମ, କଣ୍ଠେ ପିନ୍ଧିଥାଏ କାନୁ ପୁବେଇଲୁ। ଇଏ ହେଉଛି ଗୋଟେ କୃଷ୍ଣଙ୍କର ବର୍ଣ୍ଣନା। ଏକା କଥା ସମସ୍ତେ ନିଜ ନିଜ ଶବ୍ଦରେ ଇଷ୍ଟଙ୍କୁ ବର୍ଣ୍ଣନା କରିଛନ୍ତି। ମଧୁ ମଧ୍ୟ ସେଇଭଳି ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଆକୁ ଏସବୁ ଅଭିନ୍ନ ସୁନ୍ଦର ହୁଅନ୍ତୁ, ଭୀମ ଭୋଇ ହୁଅନ୍ତୁ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ହୁଅନ୍ତୁ, ସତ୍ୟ ସାଇ ହୁଅନ୍ତୁ, ସମସ୍ତଙ୍କର କଥାକୁ ଯଦି କହିବା ପାଇଁ ଦିନେ ଦିନେ ଭଳିଆ ଇଚ୍ଛା କରେ, ତାହେଲେ ଆପଣମାନେ ଜାଣିବେ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ମଣିଷ ଗଢ଼ିବା, ପରିବାର ଗଢ଼ିବା, ସମାଜ ଗଢ଼ିବା। ଆଜି କଥାଟି ଏଇଠି ରଖିବା। ମାଧବଂ କେଶବଂ